मेघमाଳରେ शीघ्र आगमन करुथिबा आम्भମାନଙ୍କ प्रभु यीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ଅତି ପବିତ୍ର ନାମର ଗୌରବ ହଉ। ପରମେଶ୍ୱରଙ୍କ ଅନୁଗ୍ରହରୁ ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଭୁଙ୍କ ବାକ୍ୟ ଜରିଆରେ ଆପଣମାନଙ୍କ ସହିତ ପୁନର୍ବାର କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୋ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଦୁଃଖ କଷ୍ଟ ସମୟରେ ପ୍ରଭୁଙ୍କର ଆରାଧନା କରିବା ସମ୍ଭବ କି? ଆଜିର ପ୍ରସଙ୍ଗ ହେଲା ଦୁଃଖ ସମୟରେ କଷ୍ଟ ସମୟରେ ପରମେଶ୍ୱରଙ୍କର ଆରାଧନା କରିବା ସମ୍ଭବ କି? ଏହି ପ୍ରସଙ୍ଗରେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଜାଣୁ ଯେତେବେଳେ ମନୁଷ୍ୟ ଜୀବନରେ ଦୁଃଖ ଆସେ, କଷ୍ଟ ଆସେ, ପରିବାରରେ ସମସ୍ୟା ଆସେ, ସେହି ସମୟରେ ଆମ ଗାଁରେ ହଉ, ସାହିରେ ହଉ, ସୋସିଆଲ ମିଡ଼ିଆରେ ହଉ, ଅନେକ ଭାଇ ଭଉଣୀମାନେ ବିଳାପ କରନ୍ତି, କ୍ରନ୍ଦନ କରନ୍ତି ଏବଂ ନିରାଶ ହତାଶ ଦେଇ ସେମାନେ ଗତି କରନ୍ତି। ସେହି ସମୟରେ କୋଉଠି ନା କୋଉଠି ସେମାନେ ଏକୁଟିଆ ଅନୁଭବ କରନ୍ତି ଏବଂ ନିଜର ଦୁଃଖକୁ, ସମସ୍ୟାକୁ ନିଜର ସାଙ୍ଗସାଥି ବନ୍ଧୁବର୍ଗ ମାନଙ୍କ ନିକଟରେ ସେମାନେ ଗୁହାରି କରନ୍ତି। କିନ୍ତୁ ବାଇବଲ ଆମକୁ ଦୁଃଖ ସମୟରେ, ନୈରାଶ୍ୟ ସମୟରେ, କଷ୍ଟ ସମୟରେ ଆନନ୍ଦ କରିବାକୁ ଶିଖାଏ। ବାଇବଲର ପରମେଶ୍ୱର ଦୁଃଖ ସମୟରେ, କଷ୍ଟ ସମୟରେ ଆରାଧନା କରିବା ନିମନ୍ତେ ଆମକୁ ସେ ଉତ୍ସାହିତ କରନ୍ତି। ଖ୍ରୀଷ୍ଟିଆନ ଜୀବନ ଦୁଃଖ ସମୟରେ ଆନନ୍ଦ କରିବା ଜୀବନ। ଖ୍ରୀଷ୍ଟିଆନ ଜୀବନ ଅଭାବ, ରୋଗ ସମୟରେ ପ୍ରଭୁଙ୍କର ଆରାଧନା କରିବାର ଜୀବନ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ଭାଇ ଭଉଣୀମାନେ, ସବୁ ଖ୍ରୀଷ୍ଟିଆନ ଦୁଃଖ ସମୟରେ, କଷ୍ଟ ସମୟରେ ଆରାଧନା କରିପାରନ୍ତି ନାହିଁ। ସେହି ଖ୍ରୀଷ୍ଟିଆନ ମାନେ ଦୁଃଖ ସମୟରେ, ଅଭାବ ସମୟରେ ଆରାଧନା କରନ୍ତି ଯେଉଁ ଖ୍ରୀଷ୍ଟିଆନ ଜୀବନରେ ପ୍ରଭୁ ସବୁରେ ସବୁ ଅଟନ୍ତି। ପ୍ରଭୁ ହିଁ ସେମାନଙ୍କର ସବୁ କିଛି। ଯେଉଁମାନଙ୍କ ଜୀବନରେ ସେମାନେ ପ୍ରଭୁଙ୍କର ଆରାଧନା କରିପାରନ୍ତି, ଦୁଃଖରେ ହେଉ, କଷ୍ଟରେ ହେଉ, ସମସ୍ୟାରେ ହେଉ। କିନ୍ତୁ ଯେଉଁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଆଜି ନାମଧାରୀ ଖ୍ରୀଷ୍ଟିଆନ ଭାବରେ ରହି ଜଗତ ହିଁ ସେମାନଙ୍କର ସବୁ କିଛି, ପାପ, ସୁଖ, ଅଭିଳାଷ ହିଁ ସେମାନଙ୍କର ସବୁ କିଛି, ଏହି ପ୍ରକାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯେତେବେଳେ ଜୀବନରେ ଦୁଃଖ ଆସେ, କଷ୍ଟ ଆସେ, ସେମାନେ କେବେ ମଧ୍ୟ ପ୍ରଭୁଙ୍କର ଆରାଧନା କରିପାରନ୍ତି ନାହିଁ। ଆପଣ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, 5ଟି ରୁଟି 2ଟି ମାଛ ଯେତେବେଳେ 5,000 ଲୋକମାନଙ୍କୁ ଖୁଆଇଲେ, ସେହି ସମୟରେ ଅସଂଖ୍ୟ ଲୋକ ଯୀଶୁଖ୍ରୀଷ୍ଟଙ୍କ ପଛରେ ଚାଲିଲେ। କିନ୍ତୁ ଯୀଶୁଖ୍ରୀଷ୍ଟ ଯେବେ ଦୁଃଖ ଦେଇ, ନିନ୍ଦା ତାଳନା ଦେଇ ଶତ୍ରୁମାନଙ୍କ ହସ୍ତରେ ଯେତେବେଳେ ସମର୍ପିତ ହେଲେ, ସେହି ସମୟରେ ସମସ୍ତେ ଛାଡ଼ି ଚାଲିଗଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୁଃଖ ସମୟରେ, ନୈରାଶ୍ୟ ସମୟରେ, କଷ୍ଟ ସମୟରେ ଆମେ ପ୍ରଭୁଙ୍କଠାରେ ଆନନ୍ଦ କରିବା, ଆମେ ତାହାଙ୍କର ଆରାଧନା କରିବା, ଏହା ବାଇବଲର ପରମେଶ୍ୱର ଆମକୁ ଉତ୍ସାହିତ କରନ୍ତି। ଆସନ୍ତୁ ବାକ୍ୟରୁ କେତୋଟି ପଦ ପଢ଼ି ଆମେ ପ୍ରଭୁଙ୍କର ସେହି ସତ୍ୟତାକୁ ଜାଣିବା ଏବଂ ଆହୁରି ଆମେ ତାହାଙ୍କର ନିକଟବର୍ତ୍ତୀ ହେବା। ମୁଁ ଆପଣମାନଙ୍କ ନିକଟରେ ଆଇବ ପୁସ୍ତକରୁ ଗୋଟେ ପଦ ପଢ଼ିବା ପାଇଁ ଚାହେଁ। ଆଇବ ପୁସ୍ତକ 1 ଅଧ୍ୟାୟ 21 ପଦରେ ଏହି ପ୍ରକାର ଲେଖାଯାଏ, ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲଙ୍ଗ ଆସିଅଛି ଓ ମୁଁ ଉଲଙ୍ଗ ହୋଇ ସେଠାକୁ ଫେରିଯିବି। ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇ ଅଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ପ୍ରଭୁଙ୍କର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଆୟୁବଙ୍କର ଭାଷା, ଏହା ଆୟୁବଙ୍କର ଆରାଧନା। ଆୟୁବ କୌଣସି ଚର୍ଚ୍ଚ ଘରେ ବସି ସେ ଆରାଧନା କରୁନାହାନ୍ତି। ଆୟୁବ ଫ୍ୟାନ୍ ତଳେ, ଏସି ତଳେ ବସି ସେ ଆରାଧନା କରୁନାହାନ୍ତି। ଆୟୁବ ପାଉଁଶ ଗଦା ଉପରେ ବସି ଆପଣା ବସ୍ତ୍ର ଚିରି ସେ ପ୍ରଣାମ କରି ପ୍ରଭୁଙ୍କୁ ସେ ଗୌରବ ଦେଉଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ ଦେଉଛନ୍ତି। ସେ କାହିଁକି ଧନ୍ୟବାଦ ଦେଉଛନ୍ତି? ତାଙ୍କର ପୁଅ ଝିଅର ବର୍ଥଡେ ଥିଲା ବୋଲି ନାହିଁ, ତାଙ୍କର ଘର ପ୍ରତିଷ୍ଠା ବୋଲି ନାହିଁ, ସେ ନୂଆ ଗାଡ଼ି ଆଣିଲେ, ନୂଆ ଘର ବାନ୍ଧିଲେ, ସେଥିପାଇଁ ନାହିଁ। ସେ କାହିଁକି ଆରାଧନା କରୁଛନ୍ତି? ତାଙ୍କ ନିକଟରେ ଗୋଟିଏ ପରେ ଗୋଟିଏ ଦୁଃଖର ଖବର ଆସୁଛି। ତାଙ୍କର ଯେତେ ଧନ ସମ୍ପତ୍ତି ଥିଲା ସବୁ ଚାଲିଗଲା। ଛେଳି ମେଣ୍ଢା, ତାଙ୍କର ହଳ ବଳଦ, ଦାସ ଦାସୀ, ଘର ଭାଙ୍ଗିଗଲା। ତାଙ୍କର 10ଟି ପୁଅ, 7ଟି ପୁଅ, 3ଟି ଝିଅ, ଏହି 10 ପୁତ୍ର ଯେତେବେଳେ ମୃତ୍ୟୁବରଣ କରୁଛନ୍ତି, ଦୁଃଖ ପରେ ଦୁଃଖ ତାଙ୍କର ନିକଟରେ ଆସୁଛି, ସେହି ସମୟରେ ଆୟୁବ କ'ଣ କରୁଛନ୍ତି? ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି, ପରମେଶ୍ୱରଙ୍କର ଆରାଧନା କରୁଛନ୍ତି। ଏହା ହେଉଛି ଭକ୍ତିର ଶକ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଖ୍ରୀଷ୍ଟିଆନ ସମାଜରେ କେବଳ ଭକ୍ତି ଅଛି, କିନ୍ତୁ ସେହି ଭକ୍ତିର ଶକ୍ତି
ଦେଖିବା ବହୁତ ଅଳ୍ପ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମଠାରେ କେବଳ ଭକ୍ତି ନ ରହୁ, ଆମଠାରେ ଶକ୍ତି ରହୁ। ପ୍ରିୟମାନେ, ଖ୍ରୀଷ୍ଟିଆନ ଜୀବନ ଦୁଃଖ ସମୟରେ ଆରାଧନା କରିବା ଜୀବନ। ପରମେଶ୍ୱରଙ୍କ ଠାରେ ଆଇବ କାହିଁକି ସେ ଧନ୍ୟବାଦ ଦେଲେ। ଏହିପରି ଦୁଃଖ ସମୟରେ, ଏହିପରି କଷ୍ଟ ସମୟରେ, ଯେତେବେଳେ ଘର ଭାଙ୍ଗି ଯାଉଛି, ପରିବାର ନଷ୍ଟ ହେଇଯାଉଛି, ଧନ ସମ୍ପତ୍ତି ସବୁ ଚାଲି ଯାଉଛି, ତଥାପି ଆୟୁବ ପରମେଶ୍ୱରଙ୍କର ଆରାଧନା କରୁଛନ୍ତି। କାରଣ ଆୟୁବଙ୍କର ଜୀବନର ସବୁ କିଛି, ଜଗତ ନଥିଲା, ଧନ ସମ୍ପତ୍ତି ନଥିଲା, ଆୟୁବଙ୍କ ଜୀବନର ସବୁ କିଛି ପରମେଶ୍ୱର ଥିଲେ। ସେଥିପାଇଁ ସେ ପରମେଶ୍ୱରଙ୍କର ଆରାଧନା କରିପାରିଲେ, ସେଥିପାଇଁ ସେ ପରମେଶ୍ୱରଙ୍କ ନାମକୁ ସେ ଉଚ୍ଚରେ ରଖିପାରିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆଉ ଗୋଟେ ପଦ ପଢି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ନୂତନ ନିୟମକୁ ଆସିବେ। ନୂତନ ନିୟମ ପ୍ରେରିତ ପୁସ୍ତକ 16 ଅଧ୍ୟାୟ 25 ପଦରେ ପ୍ରକାର ଲେଖାଗଲା, କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। 26 ପଦ, ସେତେବେଳେ ହଠାତ୍ ଏପରି ମହାଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ପ୍ରଭୁଙ୍କ ନାମର ସ୍ତୁତି ହେଉ, ପ୍ରଭୁଙ୍କ ନାମର ମହିମା ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାଉଲ ଶିଲା କାରାଗାରରେ ରହି ସେମାନେ ଆରାଧନା କଲେ। ଆୟୁବ ପରିବାରର ସମସ୍ତଙ୍କୁ ହରାଇଲା ପରେ ସେ ପ୍ରଭୁଙ୍କ ଠାରେ ଆରାଧନା କଲେ। ପରବର୍ତ୍ତୀ ସମୟରେ ଆୟୁବଙ୍କର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାରେ ପରମେଶ୍ୱର ଅଧିକ ଆଶୀର୍ବାଦ ଯୁକ୍ତ କଲେ। ଏହି ଦୁଇ ଜଣ ବ୍ୟକ୍ତି, ପାଉଲ ଆଉ ଶିଲା, ସେମାନେ କାରାଗାରରେ ରହି, ବନ୍ଧନରେ ରହି ସେମାନେ ପ୍ରଭୁଙ୍କର ଆରାଧନା କଲେ। ଆଉ ଆରାଧନା କରିବା ସମୟରେ ଏହି ପାଉଲ ଶିଲାଙ୍କର ସେଇ ଜଞ୍ଜିର, ସେଇ ବନ୍ଧନ ଗୁଡ଼ିକ ଖସିଗଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଆଉ ମୁଁ ହେଇପାରେ ଗୋଟେ ରୋଗର ବନ୍ଧନ ଦେଇ ଯାଉଛୁ, ଗୋଟେ ଅଭାବ ଦେଇ ଯାଉଛୁ, ପରିବାର ଗୋଟେ ଅଶାନ୍ତି ଦେଇ ଯାଉଛୁ, ଦୁଃଖ, ନିନ୍ଦା, ତାଳନା ଦେଇ ଆପଣ ଯାଉଛନ୍ତି। ସେହି ସମୟରେ ଆପଣ ପ୍ରଭୁଙ୍କ ଠାରେ ଆରାଧନା କରନ୍ତୁ। ଆରାଧନା ହିଁ ଏକମାତ୍ର ମାଧ୍ୟମ ସେହି ସମସ୍ୟାରୁ ଆମେ ବାହାରି ଆସିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦୁଃଖ ସମୟରେ, କଷ୍ଟ ସମୟରେ, ରୋଗ ଅଭାବ ସମୟରେ, ନିନ୍ଦା, ତାଳନା, ଅପମାନିତ, ନିର୍ଯାତିତ ହେଉଥିବା ସମୟରେ ଆମେ ପ୍ରଭୁଙ୍କର ଆରାଧନା କରିବା। ଏହି ବ୍ୟକ୍ତିମାନେ ଦୁଃଖ ସମସ୍ୟା ଦେଇ ଗଲାବେଳେ ପ୍ରଭୁଙ୍କର ଆରାଧନା କଲେ, ଆଉ ସେଇ ସବୁ ସମସ୍ୟା ଉପରେ ସେମାନେ ଜୟ ପାଇଲେ। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କ ଠାରେ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ ଉତ୍ସାହିତ କଲ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ, ସେଥିପାଇଁ ତୁମର ଗୌରବ ହଉ। ପ୍ରଭୁ, ଦୁଃଖ ସମୟରେ, ଅଭାବ, କଷ୍ଟ, ରୋଗ ସମୟରେ ବାପା, ଆମେ ଆହୁରି ତୁମ ନିକଟବର୍ତ୍ତୀ ହେବୁ, ତୁମ ନାମକୁ ଉଚ୍ଚରେ ରଖିବୁ। ଆମେ ସବୁ ପରିସ୍ଥିତିରେ ତୁମଠାରେ ଆନନ୍ଦ ଆଉ ତୁମର ଆରାଧନା କରିବା ବ୍ୟକ୍ତି ହେବୁ। ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍।